ଆମେ ପାଠ କରିବା ସପ୍ତଦଶ ଅଧ୍ୟାୟ ଶ୍ରଦ୍ଧାତ୍ରୟ ବିଭାଗ ଯୋଗ। ଅର୍ଜୁନ ଉବାଚ ହେ କୃଷ୍ଣ କୁହ ହେ ବିସ୍ତାରି ଶାସ୍ତ୍ର ବିଧି ଯେ ତ୍ୟାଗ କରି କେବଳ ପୂଜଇ ଶ୍ରଦ୍ଧାରେ ତା ନିଷ୍ଠା କେଉଁ ପ୍ରକାରରେ ସତର ଯବା ତମ ଗୁଣ ସେ କେଉଁ ନିଷ୍ଠାର ଅଧୀନ। ଶ୍ରୀ ଭଗବାନ ଉବାଚ ଦେହୀର ସ୍ୱଭାବଜ ଶ୍ରଦ୍ଧା ଅର୍ଜୁନ ଅଟଇ ତ୍ରିବିଧା ସାତ୍ୱିକ ରାଜସୀ ତାମସୀ ଶୁଣ ମୋ ଠାରୁ ଲୟ ରଖି ମନୁଷ୍ୟମାନଙ୍କର ଶ୍ରଦ୍ଧା ଅନ୍ତଃକରଣ ପରିଷଦା ଶ୍ରଦ୍ଧାମୟ ଯେ ପୁରୁଷ ସର୍ବଦା ଥାଏ ଶ୍ରଦ୍ଧାଯୁକ୍ତ ଯେ ଯେଉଁ ପରି ଶ୍ରଦ୍ଧାବାନ ସର୍ବଦା ଥାଏ ଶ୍ରଦ୍ଧାଯୁକ୍ତ ଯେ ଯେଉଁ ପରି ଶ୍ରଦ୍ଧାବାନ ତା ନିଷ୍ଠା ସେପରି ଅର୍ଜୁନ। ସାତ୍ୱିକେ ପୂଜିଥାନ୍ତି ତେବେ ରାଜସ ଯକ୍ଷ ଓ ଦାନବେ ମନୁଷ୍ୟ ତାମସ ପ୍ରକୃତି ଭୂତ ଓ ପ୍ରେତ ପୂଜିଥାନ୍ତି ଯେ ଜନ ଶାସ୍ତ୍ର ବିଧିହୀନ ଘୋର ତପରେ ହୋଇ ମଗ୍ନ ଦମ୍ଭ ଓ ଅହଙ୍କାର ଯୁକ୍ତ କାମ ରାଗ ଓ ବଳ ଯୁକ୍ତ ଶରୀରେ ସ୍ଥିତ ପଞ୍ଚଭୂତ ସହିତେ ମତେ କରେ କୃଶ ଜଗତେ ଏପରି ଅଜ୍ଞାନ ଆସୁରୀ ସ୍ୱଭାବର ଜାଣ। ଯେପରି ତ୍ରିବିଧ ଆହାର ଅଟଇ ପ୍ରିୟ ସଭିଙ୍କର ସେପରି ଯଜ୍ଞ ତପ ଦାନ ମଧ୍ୟେ ପ୍ରଭେଦ ଯାହା ଶୁଣ। ଯେ ଖାଦ୍ୟ ଆୟୁ ବଳ ବୃଦ୍ଧି ଆରୋଗ୍ୟ ସୁଖ କରେ ବୃଦ୍ଧି ରସମୟ ଓ ସ୍ନିଗ୍ଧ ସ୍ଥିର ପ୍ରିୟ ସେ ଖାଦ୍ୟ ସାତ୍ୱିକର ଯେ ଖାଦ୍ୟ ଅତି ଅମ୍ଳ ଯୁକ୍ତ କଟୁ ଲବଣ ଉଷ୍ଣ ଶୁଷ୍କ ଏମନ୍ତ ଆହାର ଅର୍ଜୁନ ରାଜସୀଙ୍କର ପ୍ରିୟ ଗଣ୍ୟ ଖାଦ୍ୟ ଏ ରାଗ ପ୍ରଦାୟକ ରୋଗଶୋକ ଦୁଃଖଦାୟକ ଯେ ଖାଦ୍ୟ ବାସୀ ରସହୀନ ଦୁର୍ବଳ ଏବଂ ପଚମାନ ଉଚ୍ଛିଷ୍ଟ ଅପବିତ୍ର ଯାହା ତାମସିକର ପ୍ରିୟ ତାହା ଯେ ଯଜ୍ଞ ଶାସ୍ତ୍ର ବିଧି ମତ ତାହା ହିଁ କରିବା ଉଚିତ ଏସନ ଦୃଢ଼ କରି ଚିତ ଫଳ ଇଚ୍ଛାରୁ ହୋଇ ଚ୍ୟୁତ ଯାହା ଏ ମନୁଷ୍ୟ କରଇ ତାହାକୁ ସାତ୍ୱିକ ବୋଲାଇ ମାତ୍ର ଫଳରେ ଇଚ୍ଛା ରଖି ଅଥବା ଦମ୍ଭ ମନେ ରଖି ଯେ ଯଜ୍ଞ ହୁଅଇ ଅର୍ଜୁନ ରାଜସୀ ବୋଲି ତାହା ଜାଣ। ଯେ ଯଜ୍ଞ ଶାସ୍ତ୍ର ବିଧିହୀନ ଶ୍ରଦ୍ଧା ରହିତ ମନ୍ତ୍ରହୀନ ଅନ୍ନ ଦକ୍ଷିଣା ଦାନହୀନ ସେ ଯଜ୍ଞ ତାମସକହୀନ ଦେବ ବ୍ରାହ୍ମଣ ଗୁରୁଜନ ସହିତେ ଜ୍ଞାନୀଙ୍କ ପୂଜନ ବ୍ରହ୍ମଚର୍ଯ୍ୟ ସରଳତା ଅହିଂସା ଏବଂ ପବିତ୍ରତା ପାର୍ଥ ଏ ଯେତେ ଗୁଣମାନ ଶାରୀରିକ ତପ ଲକ୍ଷଣ ଯେ ବାକ୍ୟ କରେ ନା ଉଦ୍ବିଗ୍ନ ସତ୍ୟପ୍ରିୟ ହିତ ବଚନ ସ୍ୱାଧ୍ୟାୟ ଅଭ୍ୟାସ ସହିତେ ବାଚିକ ତପ ସେହି ଅଟେ ପ୍ରସନ୍ନ ମନ ସୌମ୍ୟ ଭାବ ସ୍ଥିର ଚିତ୍ତ ଓ ମୌନ ଭାବରେ ଶୁଷ୍କତା ଅର୍ଜୁନ ମାନସିକ ତପ ଲକ୍ଷଣ ଫଳ ଇଚ୍ଛାରୁ ରହି ମୁକ୍ତ ହୋଇ ପରମ ଶ୍ରଦ୍ଧାଯୁକ୍ତ ଯେଉଁ ତ୍ରିବିଧ ତପ ହୁଏ ସେ ତପ ସାତ୍ୱିକ ବୋଲାଏ ଯେ ତପ ସତ୍କାର ଉଦ୍ଦେଶ୍ୟ ପୂଜା ଓ ମାନ ପ୍ରାପ୍ତି ଅର୍ଥେ ଦମ୍ଭ ଓ ପ୍ରଶଂସା ଉଦ୍ଦିଷ୍ଟ ଫଳେ କ୍ଷଣିକ ଓ ଅନିଶ୍ଚିତ ଇହଲୋକରେ କରାଯାଏ ରାଜସ ତପ ସେ ବୋଲାଏ ମୂଢ଼ତା ସହ କଷ୍ଟ ସହି ଏବଂ ପରର ପୀଡ଼ା ପାଇଁ ସେ ତପ ସାଧିତ ହୁଅଇ ତାମସ ତପ ତାକୁ କହି
ଦାନକୁ କର୍ତ୍ତବ୍ୟ ଭାବିଣ ସ୍ଥାନ କାଳ ପାତ୍ର ଦେଖିଣ ନିସ୍ୱାର୍ଥେ ଦିଆଗଲେ ଦାନ ସାତ୍ୱିକ ବୋଲାଏ ସେ ଜାଣ। କ୍ଳେଶ ପୂର୍ବକ ଯେତେ ଦାନ ଫଳ ପ୍ରାପ୍ତିରେ ଥାଏ ଧାନ। ପ୍ରତ୍ୟୁପକାର ଯାଉ ଦେଶ ସେ ଦାନ ଅଟେ ରାଜସିକ। ସେ ଦାନ ସତ୍କାର ରହିତ ଅଯୋଗ୍ୟ ଦେଶ କାଳ ପାତ୍ର। ଅବଜ୍ଞା ସହ ଦିଆଯାଏ ଦାନ ସେ ତାମସ ବୋଲାଏ। ତିନି ନାମ ତତ୍ସତ ପରମାତ୍ମା ଏ ରୂପେ ଖ୍ୟାତ। ଯଜ୍ଞ ବ୍ରାହ୍ମଣ ବେଦ ଆଦି ସୃଷ୍ଟି ଆରମ୍ଭେ ସେ ସମ୍ପତ୍ତି। ତେଣୁ ବୈଦିକ ସିଦ୍ଧାନ୍ତରେ ଯେ ଯଜ୍ଞ ତପ ଦାନ କରେ ସେ ସବୁ କାର୍ଯ୍ୟ ଆରମ୍ଭରେ ଓଁକାର ଉଚ୍ଚାରଣ କରେ। ପରମାତ୍ମା ରୂପକ ତତ୍ ନିମନ୍ତେ ସକଳ ଉଦ୍ଦିଷ୍ଟ। ଏପରି ମୁକ୍ତିକାମୀ ଭାବି ଫଳ ଇଚ୍ଛାକୁ ପରିତ୍ୟାଗୀ ବିବିଧ ଯଜ୍ଞ ତପ ଦାନ କ୍ରିୟାରେ ରୁହଇ ନିମଗ୍ନ। ସତ୍ ଯେ ପରମାତ୍ମା ନାମ ସତ୍ୟ ଓ ଶ୍ରେଷ୍ଠ ଭାବେ ଜାଣ। ପ୍ରଶଂସନୀୟ କର୍ମେ ପାର୍ଥ ଏ ଶବ୍ଦ ହୁଏ ବ୍ୟବହୃତ। ଯଜ୍ଞ ଦାନ ଓ ତପେ ନିଷ୍ଠା ସତ୍ନାମେ ପାଏ ସେ ପ୍ରତିଷ୍ଠା। ଯେ କର୍ମ ପରମାତ୍ମା ପାଇଁ ସେ ସବୁ ସତଇ ବୋଲାଇ। ଶ୍ରଦ୍ଧା ରହିତ ହୋମ ଦାନ ତପ ସହିତ ଅନ୍ୟ କର୍ମ ଏସବୁ ନ ଦିଅନ୍ତି ଫଳ ଇହ ଅଥବା ପରକାଳ। ସେ ସବୁ ବୋଲାନ୍ତି ଅସତ ନିଷ୍ଫଳ ଯାଏ ଏହା ପାର୍ଥ। ଇତି ସପ୍ତଦଶୋଧ୍ୟାୟ ଶ୍ରଦ୍ଧାତ୍ରୟ ବିଭାଗ ଯୋଗ। ଓଂ ନମୋ ଭଗବତେ ବାସୁଦେବାୟ।